ଆମ ଶରୀର ପାଇଁ ଅମ୍ଳଜାନର ଆବଶ୍ୟକତା ନିହାତି ରହିଛି। ଯେଉଁମାନେ ମାଦକ ଦ୍ରବ୍ୟ ସେବନ କରନ୍ତି ସେମାନଙ୍କ ଶରୀରରେ କାର୍ବନ ଡାଇଅକ୍ସାଇଡ୍ ପରିମାଣ ବହୁତ ବଢ଼ିଯାଏ। ତାହା ବାତ ପିତ୍ତ କଫ ଏ ତିନିଟାକୁ ଏକାଠି କରିଦିଏ। ମଣିଷ ବଞ୍ଚିବା ଦୁର୍ବିସହ ହୋଇଯାଏ। ଯେଉଁମାନେ ମାଦକ ଦ୍ରବ୍ୟ ସେବନ କରନ୍ତି ସେମାନେ 14 ଅହକ୍ଷଣୀ ବର୍ଷ ଯାଏ ସେମାନେ ଘୁଷୁରି ଜନ୍ମ ପାଆନ୍ତି। କୌଣସି ସତ୍ସଙ୍ଗରେ ଯଦି ସେମାନେ ଯୋଗ ଦିଅନ୍ତି ତେବେ ସେମାନେ ଯଦି ନ ସୁଧୁରନ୍ତି ତେବେ ଜାଣିବ ଯେ ସେମାନେ ପୂର୍ବଜନ୍ମରେ ଘୁଷୁରି ଜନ୍ମ ପାଇଥିଲେ ଏବଂ ଆବର୍ଜନା ମଳା ଭିତରେ ସେମାନଙ୍କର ଜୀବନ ଅତିବାହିତ ହୋଇଛି। ସେମାନେ କୌଣସି ପ୍ରକାର ନିଶା ଛାଡ଼ି ପାରୁନାହାନ୍ତି। ଯେଉଁମାନେ ନିଶା ଛାଡ଼ିଦେଲେ ଜାଣିବେ ଯେ ସେମାନେ ପୂର୍ବଜନ୍ମରେ ମଣିଷ ଜନ୍ମ ପାଇଥିଲେ। ତେଣୁ ମାଦକ ଦ୍ରବ୍ୟକୁ ଏକ ପ୍ରକାର ପାପ ବୋଲି ଧରାଯାଏ। ଦେଖନ୍ତୁ, ଆପଣ ଯେତେବେଳେ ଗଞ୍ଜେଇ ଜଣେ ଟାଣୁଛି, ଗଞ୍ଜେଇ ଚିଲମରେ ଗଞ୍ଜେଇ ଦେଉଛି, ଟାଣି ସାରିଲା ପରେ ସିଏ କ'ଣ କରୁଛି ନା ତା ପଛପଟ ଯେଉଁ କଣାଟି ଅଛି, ସାଧାରଣତଃ ଯେଉଁମାନେ ଗଞ୍ଜେଇ ଟାଣନ୍ତି ସେ ପଛପଟଟାକୁ ସବୁଦିନ ସେମାନେ ସଫା କରିଦିଅନ୍ତି ନା ତାପରେ ଯେଉଁ ଚିଲମରେ ଦିଆଯିବ ସେଇଟା ପିକା ଟାଣିବାରେ ଅସୁବିଧା ହେବ। ସେମିତି ଆମ ନାକରେ 2ଟି ରନ୍ଧ୍ର ପରେ ଏକ ତୃତୀୟ ରନ୍ଧ୍ର ଅଛି। ତା ଛୁଞ୍ଚିମନ ଠାରୁ ଆହୁରି ସୂକ୍ଷ୍ମ, ଯେଉଁଟାକି ଆମ ଆତ୍ମା ପରମାତ୍ମାଙ୍କ ମିଳନରେ ସହାୟ ହୋଇଥାଏ। ଏଇ ଯେଉଁ ଗଞ୍ଜେଇ ଧୂଆଁ ସେ ନଳୀଟିକି ବନ୍ଦ କରିଦିଏ। ଆମ ଆତ୍ମା ପରମାତ୍ମାଙ୍କ ସହିତ ମିଳନରେ ଏହା ବାଧା ସୃଷ୍ଟି କରେ। ତେଣୁ ଜଣେ ମଦ୍ୟପ ଗଞ୍ଜଡ଼ ସେମାନେ କେବେ ଆଧ୍ୟାତ୍ମିକ ଚିନ୍ତା ନେଇପାରନ୍ତି ନାହିଁ। ଆପଣ ଅଳସୁଆ ହୁଅନ୍ତୁ, ଆଜି ଚିନ୍ତା ନ କରିଛନ୍ତି ତ କାଲି ଚିନ୍ତା କରିପାରିବେ ମୁଁ ଆଜି ଅଳସୁଆ ଯୋଗୁଁ ମୋ ପରିବାର ଆଜି ଅବନତି ହେଲା। କିନ୍ତୁ ଆପଣ ଯଦି ଏ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ଆପଣଙ୍କର ପରିବାର କେବେ ବି ଉପରକୁ ଉଠିପାରିବେ ନାହିଁ। ଏସବୁ ନିଶା ସେବନ ଠାରୁ ଆପଣ ଯେତେ ଦୂରେଇକି ରହିବେ ସେତେ ଆପଣଙ୍କ ପାଇଁ ଆପଣଙ୍କ ପରିବାର ପାଇଁ ଭଲ। ଆପଣ ଯଦି ନିଶା ଖାଉଛନ୍ତି ସେଇ ସବୁ ଧୂଆଁ ଆପଣଙ୍କ ପରିବାରରେ ଯେଉଁ ଛୋଟ ପିଲାମାନେ ଅଛନ୍ତି ତାଙ୍କ ନାକ ପଟେ ଯାଇକରି ସେମାନେ ମଧ୍ୟ ସେ ନିଶା ଦ୍ରବ୍ୟର ଶିକାର ହେବେ। ଯଦି ଆପଣଙ୍କ ପରିବାରରେ ଛୋଟ ପିଲାଟି ନିଶା ସେବନ କଲା ଆପଣ କ'ଣ କହୁଛନ୍ତି ନା ନା ଏସବୁ ଖରାପ ଜିନିଷ, ଏଇଠାରୁ ଦୂରେଇ ରୁହ। ତାପରେ ଆପଣ ଚିନ୍ତା କରନ୍ତୁ, ଆପଣ ଯଦି ପିଲାକୁ କହିଲେ ଯେ ଆପଣଙ୍କ ପିଲା ଖରାପ ଜିନିଷର ଶିକାର ହେଉଛି ତେବେ ଆପଣ ପ୍ରତ୍ୟକ୍ଷରେ ସ୍ୱୀକାର କରୁଛନ୍ତି ଯେ ମୁଁ ବି ଖରାପ ରାସ୍ତାରେ ଯାଉଛି। ତେଣୁ ଆପଣ ନିଜେ ଯେତେ ଦୂର ସଚେତନ ହୋଇନାହାନ୍ତି ଆପଣ ନିଜେ ଆଉ ପରିବାରକୁ ପୁରା ବର୍ବାଦ କରିଦେବେ। ତେଣୁ ଗଞ୍ଜେଇ ନିଶା ମାଦକ ଦ୍ରବ୍ୟ ଏସବୁଠାରୁ ଯେତେ ଦୂରେଇ ରହିବେ ସେତେ ଭଲ। ଜୟ ଜଗନ୍ନାଥ।